ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଆଜିଠାରୁ ସୂର୍ଯ୍ୟ ଆପଣମାନଙ୍କର ମକର ରାଶିରେ ପ୍ରବେଶ କରିବେ, ଯାହାକି 12 ଫେବୃଆରୀ ଯାଏଁ ସେହି ମକର ରାଶିରେ ହିଁ ସୂର୍ଯ୍ୟ ଗୋଚର କରିବେ। ସୂର୍ଯ୍ୟଙ୍କର ଏହି ମକର ରାଶିରେ ଗୋଚର ଦ୍ୱାରା ସିଂହ ରାଶିର ଯେତେ ସବୁ ବ୍ୟକ୍ତି ଅଛନ୍ତି ତାଙ୍କୁ କିଭଳି ଫଳ ମିଳିବ, ସେ ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। ନମସ୍କାର, ମୁଁ ସୁଭାଶିଷ ପୁଣ୍ଠିଆ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା କି ମକର ସଂକ୍ରାନ୍ତି ପରଠୁ ନେଇ 12 ଫେବୃଆରୀ ଯାଏଁ ଯେଉଁମାନେ ସିଂହ ରାଶିର ବ୍ୟକ୍ତି ଅଛନ୍ତି ତାଙ୍କୁ କିଭଳି ଫଳ ମିଳିବ, ସେ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସବୁଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ସିଂହ ରାଶି କଥା କହିବା ତାହେଲେ ସିଂହ ରାଶିର ବ୍ୟକ୍ତିମାନଙ୍କର 14 ଜାନୁଆରୀ ପରଠୁ ସୂର୍ଯ୍ୟ ଷଷ୍ଠ ଭାବରେ ଗୋଚର କରିବେ। ସୂର୍ଯ୍ୟଙ୍କର ଏହି ଷଷ୍ଠ ଭାବରେ ଗୋଚର ଅର୍ଥାତ୍ ମକର ରାଶିରେ ଗୋଚର ଦ୍ୱାରା ଆପଣମାନେ ଦେଖିବେ କି ଆପଣମାନଙ୍କର ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ତା ସହିତ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରିପାରିବେ। ତା ସହିତ ଆପଣମାନେ ଦେଖିବେ କି ନିଜର ପରିଶ୍ରମ ବଳରେ ଆଗକୁ ବଢ଼ିପାରିବେ। ନେତୃତ୍ୱ କ୍ଷମତାରେ ଆପଣମାନେ ବୃଦ୍ଧି ହେବ। ଆପଣମାନଙ୍କ ଯେଉଁ ନେତୃତ୍ୱ କ୍ଷମତା ରହିଛି, ନେତୃତ୍ୱ ନେବାର କ୍ଷମତାରେ ବୃଦ୍ଧି ଘଟିବ। ତା ସହିତ ଆପଣମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ତା ସହିତ ଆପଣମାନେ ଦେଖିବେ କି ଆପଣମାନଙ୍କ ସୂର୍ଯ୍ୟଙ୍କ ଉପରେ ଗୁରୁଙ୍କର ନବମ ଦୃଷ୍ଟି ପଡ଼ୁଥିବାରୁ ଆପଣମାନେ ଯେଉଁ ସରକାରୀ କାର୍ଯ୍ୟ କରୁଛନ୍ତି ସେଥିରେ ସହଯୋଗ ମିଳିବ। ତା ସହିତ ଆପଣମାନେ ଦେଖିବେ କି କୋର୍ଟ କଚେରୀରେ ଆପଣମାନଙ୍କୁ ସଫଳତା ମିଳିବ। ତା ସହିତ ବକ୍ରି ମଙ୍ଗଳ ପ୍ରଭାବରେ ଆପଣମାନଙ୍କର ମିତ୍ରଙ୍କ ସହିତ ବା ଆପଣ ବଡ଼ ଭାଇ ଭଉଣୀଙ୍କ ସହିତ କିଛି ବାଦ ବିବାଦ ହୋଇପାରେ, କିନ୍ତୁ ସମୟ ସହିତ ସେଇଟା ଦୂର ମଧ୍ୟ ହୋଇଯିବ। ତା ସହିତ 24 ଜାନୁଆରୀରେ ଯେତେବେଳେ ବୁଧ ମକର ରାଶିରେ ପ୍ରବେଶ କରିବେ ସେତେବେଳେ ସୂର୍ଯ୍ୟ ଏବଂ ବୁଧଙ୍କ ମିଳିତ ପ୍ରଭାବ ଦ୍ୱାରା ବୁଧାଦିତ୍ୟ ଯୋଗ ସୃଷ୍ଟି ହେବ। ଏହାଦ୍ୱାରା କ'ଣ ହେବ ନା ଆପଣମାନେ ନିଜ ଯୋଜନାରେ ଯଦି କିଛି ନୂଆ ଯୋଜନାରେ କାର୍ଯ୍ୟ କରୁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଭଲ ରହିବ। ତା ସହିତ 24 ଜାନୁଆରୀରେ ହିଁ ଆପଣମାନଙ୍କର ସୂର୍ଯ୍ୟ ଶ୍ରବଣ ନକ୍ଷତ୍ରରେ ପ୍ରବେଶ କରିବେ, ଯାହା ଫଳରେ କି ଆପଣମାନେ ଦେଖିବେ କି ଆପଣମାନଙ୍କ କାର୍ଯ୍ୟସ୍ଥଳରେ ମାନ ସମ୍ମାନରେ ବୃଦ୍ଧି ଘଟିବ। ଯେଉଁ ଉଚ୍ଚ ପଦାଧିକାରୀ ମାନେ ଅଛନ୍ତି, ଉଚ୍ଚ ପଦାଧିକାରୀ, ତାଙ୍କ ସହିତ ଆପଣମାନଙ୍କ ତାଳମେଳ ଭଲ ରହିବ। ତା ସହିତ ଏହା ମଧ୍ୟ ଦେଖିବେ କି 6 ଫେବୃଆରୀରେ ଯେତେବେଳେ ସୂର୍ଯ୍ୟ ଆପଣମାନଙ୍କର ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ ସେତେବେଳେ ଆପଣମାନେ କୋର୍ଟ କଚେରୀରେ ସଫଳତା ପାଇବେ। ତା ସହିତ ଆପଣମାନେ ବିରୋଧୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିପାରିବେ। ଏଇଟା ଥିଲା ସିଂହ ରାଶିର ବ୍ୟକ୍ତିମାନଙ୍କର ରାଶିଫଳ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।